ବାପା ମୋ ଜୀବନ ନଈଟା ଅଙ୍କା ବଙ୍କା ହେଇ କୁଆଡ଼େ ମୋଡ଼ ନଉଛି ସେ କଥା ମୁଁ ନିଜେ ବି ଜାଣିପାରୁନି। ଟିକେ ପୂର୍ବରୁ ଆପଣଙ୍କ କଥାରେ ରାଜି ହେଇ କନ୍ୟା ସାଜି ବେଦୀ ଉପରକୁ ଯାଉଥିଲି, କିନ୍ତୁ ବାପା ଆପଣଙ୍କ ବୋହୂ ହବାଟା ମଧ୍ୟ ମୋ ଭାଗ୍ୟରେ ନାହିଁ। ଏବେ ମୋ ଇଚ୍ଛାରେ ମୁଁ ଟାଇଗର ବାବୁଙ୍କୁ ବାହା ହେବି। ମୋ ଇଚ୍ଛାରେ ବାହା ହେବାକୁ ଚାହେଁ। ଆରେ ତୁ ଏସବୁ କଣ କହି ଯାଉଛୁ? ତୁ ମୋ ପୁଅର ସ୍ତ୍ରୀ ହବା ପାଇଁ କନ୍ୟା ବେଶ ହେଇ ସାରିଛୁ। ଆରେ ମୋ ଘର ବୋହୂ ହବା ପାଇଁ ତୁ ବେଦୀ ଉପରକୁ ଯାଇ ସାରିଛୁ। ପୁଣି ଏବେ ଏସବୁ କଥା କହିବାର ମାନେ କଣ? ମାନେ ଅଛି ବାପା, ମାନେ ଅଛି। ଟାଇଗର ବାବୁଙ୍କ ଅବସ୍ଥା ପାଇଁ ମୁଁ ଥାଏ। ତାକୁ ଲୁହ ଚଳ ଚଳ ଆଖିକୁ ଦେଖିଲେ ମୁଁ ନିଜକୁ ଅପରାଧୀ ମନେ କରୁଛି। ତାଙ୍କ ଆଖିରେ ଲୁହ ଦେଇ ମୁଁ ଯଦି ଇନ୍ଦ୍ରପୁରୀରେ ବି ରୁହେ ନା ବାପା, କେବେ ବି ଶାନ୍ତିରେ ରହିବିନି। ଅଲା ପରେ ବି ନର୍କରେ ଖାଣ୍ଟି ହେବେ। ତେଣୁ ତାଙ୍କ ଖୁସି ପାଇଁ ମୁଁ ଟାଇଗର ବାବୁଙ୍କୁ ବାହା ହେବି। ଦିନ ରାତି ତାଙ୍କୁ ସେବା କରି ମୁଁ ମୋ ପାପର ପ୍ରାୟଶ୍ଚିତ କରିବି। ତମସା, এইটা যদি তোর শেষ নিষ্পত্তি ହୁଏ তাহলে ଚିଡ଼ି ଦେଇ ଫୁଲ ବେଳକୁ ପଶିଦେ ମୋ ମଥାରୁ ଚନ୍ଦନ ଟୋପାକୁ। ନିଜ ହାତରେ ଜାଳି ପୋଡ଼ି ପାଉଁଶ କରିଦେ ମୋର ଏ ବର ବେଶକୁ। ଭାଙ୍ଗିଦେ ସେ ବାହା ବେଦୀକୁ। ତମସା ଆଉ ଠିଆ ହେଲୁ କାହିଁକି? ଯାଉନୁ, ଯା। ଆରେ ମୋ ପୁଅଟାକୁ ଅଧା ବାହା ହେଇ ତାକୁ ଶିଶୁପାଳ କରିଦେଇ ସାରିଲା ପରେ ତାରି ଏ ବର ବେଶଟା ଫିକା ପଡ଼ିଯାଇଛି। ଯା, ତ ନିଜ ହାତରେ ତାର ସେ ବର ବେଶକୁ ଲିଭେଇ ଦେ। ନିଜ ହାତରେ ଭାଙ୍ଗିଦେ ସେ ମିଳନ ବେଦୀକୁ। ଯା ତମସା, ଯା। ତମସା, এই ଟିକିଏ ପୂର୍ବରୁ ତାଳି ମାରି ତୁ ଆମ ପୁରୁଷ ସମାଜକୁ ତାଚ୍ଛଲ୍ୟ କରୁଥିଲୁ। ଠିକ୍ ସେମିତି ମୁଁ ତୋ ନାରୀ ସମାଜକୁ ତାଚ୍ଛଲ୍ୟ କରିବିନି। ତୋ ଭଳି ଚରିତ୍ରର ନାରୀମାନଙ୍କୁ ଚେତେଇ ଦେଇ କହିବି, ବାରମାସୀ ଚଢ଼େଇ ପରି ତମେ ମାନେ ରଙ୍ଗ ବଦଳେଇ ଜାଣ। ବର୍ଷା ଯୁଆଡ଼େ ଛତା ସିଆଡ଼େ କରି ତମେ ମାନେ ସ୍ୱାର୍ଥପର ପାଲଟି ଯାଅ। ତମରି ଭଳି ନାରୀମାନଙ୍କ ପାଇଁ ସୃଷ୍ଟି ହେଇଥିଲା ମହାଭାରତ। ତମରି ଭଳି ନାରୀମାନଙ୍କ ପାଇଁ ଲେଖା ହେଇଥିଲା ରାମାୟଣ। ଆଉ ତମରି ଭଳି ନାରୀମାନଙ୍କ ପାଇଁ କଟି ଯାଇଥିଲା ଜଗନ୍ନାଥଙ୍କର ଦିଟା ହାତ। ତମସା, ଏସବୁ ଶୁଣି ସାରିବା ପରେ ସତକୁ ସତ ମୁଁ ପାଗଳ ହେଇଯାଉଛି ମୁଁ। ଆଉ ଠିଆଲୁ କାହିଁକି? ନିଜ ହାତରେ ଜାଳି ପୋଡ଼ି ପାଉଁଶ କରିଦେ ମୋର ଏ ବର ବେଶକୁ। ଭାଙ୍ଗିଦେ ସେ ବାହା ବେଦୀକୁ। ତମସା, ଦୟାକରି ଆପଣମାନେ ମତେ କେହି ବି ଭୁଲ ବୁଝନ୍ତୁନି। ସୌରାଜ ଭାଇ, ମୁଁ ତମକୁ ବାହା ନ ହୁଏ ଏଇଟା ବୋଧ ହୁଏ ଉପର ବାଲାର ନିର୍ଦ୍ଦେଶ ଥିଲା। ମୁଁ ତମ ସହିତ ସଂସାର ନ କରେ ଏଇଟା ବୋଧ ହୁଏ ମୋ ସୁମନ ପାଖିର ଦେଇ ଟୋପା ଲୁହର ଇଙ୍ଗିତ ଥିଲା। ଏଇ କଣ କହିଲ? ଆରେ କଣ କହିଲ ତମେ? ତମ ଅପା ସୁମନ? ହଁ, ମାନେ ରତ୍ନଗିରି ଗାଁର ସେଇ ସୁମନ ମହାପାତ୍ର ନୁହେଁ ତ? ହଁ, ସୁରେଶ ବାବୁଙ୍କ ସ୍ତ୍ରୀ ସୁମନ। ହଁ। ହେ ଭଗବାନ! ରୁହ, ସେ ବାହାବେଦୀ ଭଙ୍ଗା ଯିବନି। ସୁରେଶ ବାବୁଙ୍କର ଏ ବର ବେଶଟା ଫିକା ପଡ଼ିବନି। ଘଡ଼ଘଡ଼ି ମାରିଲାଣି, କଣ ଗୋଟା ଘଟିବାରେ
आपण मानकर जदि किसी आपत्ति न थाए ताहले कन्या साजी मो से बेदी रे बसेबी स्वराज बाबू को मो बाहा हेबी से निष्पत्ति नबाकू तमके शुण मो चौधरी वशिष्ठ महापात्र जमीदार छुआ मो खानदान चौपाड़ी पर बसी मु जहा निष्पत्ति शुणा ताकू ये 50 खंडी मौजार लोके मानि नबाकू बाध्य होती तेणु मो पुओ क्या बाहा हम क्या बाहा न हम से निष्पत्ति मु नेबी तमे नुह देख मो मंगुला पुओ पई कन्यार अभाव हेले मु ताकू साहाड़ा गछ सहित बाहा दे पारे किंतु तुमको मो बहु करिवार प्रश्न उठुनी Get out! Get out! Get out, I say! बापा पिलाटी दिन आपणकर प्रत्येक आदेश को मु अक्षर अक्षर पालन करिछि बापा आपणकर प्रत्येक निर्देश को मु सम्मान दे मानि आछि हेले आज आपणकर एक कथा को मु रोकी पारुनी बापा ए स्वराज सेति पई आपण मते क्षमा कर देबे मते ए शीतल को बाही मु तुम सबको जणी दबा को चाहे ताकू स्वामी मिली थिले भी मते स्त्री मिली जाई आसो शीतल बेदी को आस शीतल तेपी एमिति गोटे निष्पत्ति काहे नेला तमसा तबे जिते बळे मो अकर्मण्य भाई पे अधा बेदर उठी आसी एमिति गोटे बाबा पाई निष्पत्ति नहीं गलो सेई अधा बेदी को संपूर्ण करिबा पाई मु एंते गोटे निष्पत्ति नहीं गली शीतल देवी केबे से अथर सागर सुमा केबे से अलिध नियार केबे से अथर सागर सुमा केबे से अलिध नियार जाले पोड़ी दे निये तुम भसे जाले पोड़ी दे निये तुम भसे शाही बाटा जेबे हुए अशना सजानी 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 आखिर ढीठ पाल हो 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 परंपरा